ମୋ ନାମ ରୋଜି। ମୋର ବୟସ 23-24 ଏମିତି ହେବ। ଦେଖିବାକୁ ମୁଁ ଖୁବ୍ ସୁନ୍ଦର। ମୋର ଦୁଧର ସାଇଜ୍ ପାଖାପାଖି 34 ହେବ। ମୋତେ ଥରେ ଯିଏ ଦେଖେ ତାର ଗେଇବା ପାଇଁ ପ୍ରବଳ ଆଗ୍ରହ ହୁଏ। ତ ଥରେ ଆମ ଘରର ଚାକର କିପରି ମୋତେ ଗେହିକି ମୋ ପିଆକୁ ପୁରା ଲାଲି କରିଦେଇଥିଲା, ସେହି ବିଷୟରେ ମୁଁ ଆଜି ଆପଣମାନଙ୍କୁ କହୁଛି। ଆପଣମାନେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ନମସ୍କାର, ଆପଣମାନେ ଦେଖୁଛନ୍ତି ପ୍ରିୟା ଟ୍ୟୁବ୍ ଚ୍ୟାନେଲ୍। ଏହି ଚ୍ୟାନେଲରେ ଆପଣମାନେ ବରାବର ଗିଆଁ ଭିଡ଼ିଓ ସବୁ ପାଇବେ। ଯଦି ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିବେ ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ନିଶ୍ଚିତ ଭାବରେ ଚିପିବେ, ଯାହାଫଳରେ ଆମ ଚ୍ୟାନେଲରେ ଛଡ଼ାଯାଉଥିବା ଭିଡ଼ିଓର ନୋଟିଫିକେସନ୍ ସର୍ବପ୍ରଥମେ ଆପଣଙ୍କ ପାଖକୁ ଯିବ। ଭିଡ଼ିଓ ଆରମ୍ଭ କରିବା ପୂର୍ବରୁ ମୁଁ ଆପଣମାନଙ୍କୁ ଗୋଟିଏ ମେସେଜ ଦେବାକୁ ଚାହେଁ ଯେ ଯଦି ଆପଣମାନେ ଅନଲାଇନ୍ ଆର୍ନିଂ ବିଷୟରେ ଜାଣିବାକୁ ଚାହୁଁଛନ୍ତି ଯେ କିପରି ଅନଲାଇନ୍ରେ ଆର୍ନିଂ କରିହୁଏ, ତ ସେ ବିଷୟରେ ମୁଁ ଆପଣଙ୍କୁ ଟିପ୍ସ ଦେଇପାରିବି। ଆପଣମାନେ ଭିଡ଼ିଓକୁ ଲାଇକ୍ କରନ୍ତୁ। ଲାଇକ୍ କଲା ପରେ ମୁଁ ଜାଣିଯିବି ଯେ ଏଥିରେ ଆପଣଙ୍କର ଏହି ଅନଲାଇନ୍ ଆର୍ନିଂ ଉପରେ ଆପଣଙ୍କର ଇଣ୍ଟରେଷ୍ଟ ଅଛି। ତେଣୁ ମୁଁ ଆପଣମାନଙ୍କ ସହିତ ଯୋଗାଯୋଗ କରି ନିଶ୍ଚିତ ଭାବେ ଆପଣଙ୍କୁ ଜଣାଇବି। ତ ଆସନ୍ତୁ ଭିଡ଼ିଓକୁ ଆରମ୍ଭ କରିବା। ମୋ ସ୍ୱାମୀ ହାଇଦ୍ରାବାଦରେ ଚାକିରି କରନ୍ତି। ସେ 6 ମାସେ 7 ମାସେ ଥରେ ଅଧେ ଘରକୁ ଆସନ୍ତି। ମୁଁ କିନ୍ତୁ ବହୁତ ସେକ୍ସି। ମୋତେ ସବୁବେଳେ ଗିଆଁ ଖାଇବାକୁ ଇଚ୍ଛା ହୁଏ। 2 ଦିନ 4 ଦିନ ଅନ୍ତରରେ ଯଦି ମୁଁ ଗିଆଁ ନ ଖାଇଛି ତେବେ ମୋ ମନ ଆଦୌ ଭଲ ଲାଗେ ନାହିଁ। କିନ୍ତୁ କ'ଣ କରିବି, ସ୍ୱାମୀ ତ ବାହାରେ ରୁହନ୍ତି। ତେଣୁ ବାହାରେ ରହୁଥିବା ଯୋଗୁଁ ମୁଁ ଗିଆଁ ଖାଇବାର ସୁଯୋଗ ସେମିତି ପାଇପାରେ ନାହିଁ। ଆମ ଘରର ଚାକର, ତାର ବୟସ ପାଖାପାଖି 20-22 ଏମିତି ହେବ। ଦେଖିବାକୁ କଳା, କିନ୍ତୁ ତାର ଠାଣି ଖୁବ୍ ସୁନ୍ଦର, ଲମ୍ବା ଟୋକାଟେ। ତ ସିଏ ରହି ଆମର କାମଦାମ କରେ। ଥରେ ଦୁର୍ବଳ ମୁହୂର୍ତ୍ତରେ ମୋ ମନ ଭିତରକୁ ଆସିଲା ଯେ ମୁଁ ଯଦି ମୋ ଚାକରକୁ ପଟାଇ ତା ପାଖରୁ ଗିଆଁ ଖାଆନ୍ତି ତେବେ ମୋର ସ୍ୱାମୀ ସୁଖ ମୁଁ ପାଇଯାଆନ୍ତି ଏବଂ ମୋର ଯେଉଁ ବିଆ ଉଲୁ ଖାଉଛି, ବହୁତ ରାତିରେ ଯନ୍ତ୍ରଣା ହେଉଛି, ଶୋଇବା ନାହିଁ ଏବଂ ମୋତେ ମନ ବି ଭଲ ଲାଗୁନାହିଁ, ଏସବୁ ଦୂରେଇ ଯାଆନ୍ତା। ଏହି ପ୍ରକାର ଚିନ୍ତା କରି ମୁଁ ମନ ଭିତରେ ରହିଲି ଏବଂ ସୁଯୋଗ ଅପେକ୍ଷାରେ ରହିଲି। ଥରେ କ'ଣ ହେଇଛି ନା, ମୋ ଶାଶୁ ଏବଂ ଶ୍ୱଶୁର ଏମାନେ ଗୋଟିଏ କାମରେ ବାହାରକୁ ଗଲେ ଏବଂ ଫୋନ୍ କରି କହିଲେ ଯେ ଆଜି ଆମେ ଘରକୁ ଫେରିବୁ ନାହିଁ। ତେଣୁ ମୋ ପାଇଁ ଥିଲା ସେଇଟା ସୁବର୍ଣ୍ଣ ସୁଯୋଗ। ମୁଁ କ'ଣ କଲି ନା, ସନ୍ଧ୍ୟାବେଳୁ ରୋଷେଇବାସ ସାରିଦେଇ ଟିଭି ଦେଖିଲି ଏବଂ ଚାକର ଟୋକାଟି ବାରଣ୍ଡାରେ ବସିଥିଲା। ସେ ତାର କେତେବେଳେ ଆସି ଟିଭି ଦେଖୁଥିଲା, ପୁଣି କେତେବେଳେ ବାହାରକୁ ଯାଉଥିଲା। ତ ଏହି ସମୟରେ ମୁଁ କ'ଣ କଲି ନା, ମୋ ବେଡ଼ରୁମ୍ ଭିତରକୁ ପଶିଗଲି। କିଛି ସମୟ ଶୋଇଲି। ତାପରେ ଚାକରର ନାମ ଧରି ତାକୁ ଡାକିଲି। ସେ ବି ଦୌଡ଼ିକରି ଆସିଲା, କହିଲା କ'ଣ ହେଲା? ମୁଁ କହିଲି ଗୋଟେ କାମ କର, ମୋର ମୁଣ୍ଡ ଏବଂ ପାଦ ବହୁତ ଜୋରରେ ଯନ୍ତ୍ରଣା ହେଉଛି, ତୁ ଟିକେ ମୋଡ଼ି ଘଷି ଦେ। ସେ ବି କହିଲା ହଉ ଠିକ୍ ଅଛି, ମୋତେ ଦେଖାନ୍ତୁ। ତାପରେ ମୁଁ କ'ଣ କଲି ନା, ଚିତ୍ ହେଇ ଶୋଇଲି। ସେ ମୋର ପାଦକୁ ଚିପିଲା। କିଛି ସମୟ ପାଦ ଚିପି ସାରିଲା ପରେ ପୁଣି ମୁଁ କହିଲି ମୋ ମୁଣ୍ଡଟିକୁ ଟିକେ ଚିପିଦେ। ତ ସେ ମୁଣ୍ଡକୁ ମଧ୍ୟ ଚିପୁଥିଲା। ଏ ଚିପୁଥିବା ସମୟରେ ମୁଁ କ'ଣ କଲି, ତା ହାତଟିକୁ ହଲେଇ ଦେଲି ଏବଂ ତା ହାତଟି ଯାଇ ମୋ ଦୁଧ ଉପରେ ଲାଗିଲା। ସେ ଚମକି ପଡ଼ିଲା, କହିଲା ମା, ମୋର ଭୁଲ ହେଇଗଲା, ମୁଁ ଜାଣି ଏସବୁ କରିନାହିଁ, ଆପଣ ରାଗିବେ ନାହିଁ। ଏମିତି ସେ ଭୟରେ ଏଣୁତେଣୁ କହିବାକୁ ଲାଗିଲା। ମୁଁ କ'ଣ କଲି ନା, ତା ହାତଟିକୁ ଧରି ମୋ ଛାତି ଉପରକୁ ଟାଣି ଆଣିଲି। ମୁଁ କହିଲି ଆରେ କିଛି ଭୟ କରନା, ତୁ ଗୋଟେ କାମ କର, ଆଜି ତୁ ମୋତେ ଗେହି ମୋର ବିଆକୁ ପୁରା ଶାନ୍ତି କରେଇଦେ। ସେ ପ୍ରଥମେ ଆଶ୍ଚର୍ଯ୍ୟ ହେଇଗଲା, କହିଲା ମା, ଏସବୁ କ'ଣ କଥା? ବାବୁ ଯଦି ଜାଣିବେ ତେବେ ମୋ ଚାକିରି ଚାଲିଯିବ। ମୁଁ କହିଲି ଆରେ କେହି ବି ଜାଣିବେ ନାହିଁ, ଆଜି ତ ଘରେ କେହି ନାହାନ୍ତି, ତେଣୁ କେହି ଜାଣିବେ ନାହିଁ, ତୁ ଭୟ କରନା।
ଏଇ କଥା କହି ମୁଁ କ'ଣ କଲି ନା ତା ଗାଲକୁ ଚୁମା ମାରିବାକୁ ଆରମ୍ଭ କଲି। ପୁରୁଷ ପିଲାଟି 4-6ଟି ଚୁମା ଦେଇ ସାରିଲା ପରେ ସେ ପୁରା ତରଳି ଗଲା। ସେ କ'ଣ କଲା ନା ମୋତେ କୁଣ୍ଢେଇ ଧରିଲା। କୁଣ୍ଢେଇ ଧରି ସେ ମୋତେ ମଧ୍ୟ ଚୁମା ମାରିବାକୁ ଲାଗିଲା। ତାପରେ ମୁଁ କ'ଣ କଲି, ମୋର ପୋଷାକ ସବୁ ଖୋଲିଦେଲି ଏବଂ ତା ଆଗରେ ପୁରା ଉଲଗ୍ନ ହୋଇଗଲି। ଯେତେବେଳେ ସେ ମୋର ଏହି ଉଲଗ୍ନ ଚେହେରାକୁ ଦେଖିଲା, ତା ବ୍ରେନ୍ ଆଉ କାମ କଲା ନାହିଁ। ସେ ଚଢ଼ି ବସିଲା ମୋ ଉପରେ, ଖାଲି ଚୁମା ଉପରେ ଚୁମା ମାରି ଚାଲିଲା। କେତେବେଳେ ମୋ ଗାଲରେ ଚୁମା ମାରୁଥାଏ, କେତେବେଳେ ମୋ ଦୁଧକୁ ଚୁଚୁମୁଥାଏ, କେତେବେଳେ ମୋ ବିଆରେ ହାତ ବୁଲାଉଥାଏ। ଏମିତି ପାଗଳା ଭଳିଆ ହେଇଯାଉଥିଲା, କାରଣ ସେ ପୂର୍ବରୁ କେବେ କାହାକୁ ଘେହିଁ ନଥିଲା। ତେଣୁ କି ଷ୍ଟାଇଲରେ କେମିତି ଘେହିଲେ ହୁଏ ସେସବୁ ବିଷୟରେ ତାର ଆଦୌ ଧାରଣା ନଥିଲା। ମୋତେ ବି ମଜା ଲାଗୁଥିଲା। ତେଣୁ ମୁଁ ତାକୁ କହିଲି, ଆରେ ସେମିତି ହଅନି, ତୁ ଗୋଟେ କାମ କର, ପ୍ରଥମେ କିଛି ସମୟ ମୋର ଦୁଧକୁ ତୋ ପାଟିରେ ଚୁଚୁମ। ସେ ମଧ୍ୟ ସେୟା କଲା। ମୋର ବଡ଼ ବଡ଼ 2ଟି ଦୁଧକୁ ତାର ଗୋଟିଏ ହାତରେ ଗୋଟିଏ ଦୁଧକୁ ଧଇଲା ଏବଂ ପାଟିରେ ଆଉ ଗୋଟିଏ ଦୁଧକୁ ଚୁଚୁମିବାକୁ ଲାଗିଲା। ସେ ଯେତେବେଳେ ମୋ ଦୁଧକୁ ଚୁଚୁମୁଥିଲା, ବହୁତ ମଜା ମୋତେ ଲାଗୁଥିଲା। ତାପରେ ସେ କ'ଣ କଲା ନା ମୋତେ ଛିଡ଼ା କରାଇ ଦେଇ ବସି ପଡ଼ିଲା। ବସି ପଡ଼ି ମୋ ବିଆରେ ତା ମୁହଁ ଲଗେଇ ଦେଲା। ଜିଭରେ ନିର୍ଧୁମ ଭାବରେ ମୋ ବିଆକୁ ଚାଟିବାକୁ ଲାଗିଲା। ପାଖାପାଖି 10ରୁ 15 ମିନିଟ୍ ପର୍ଯ୍ୟନ୍ତ ସେ ମୋ ବିଆକୁ ଖାଲି ଚାଟିଲା। ସେ ଯେତେବେଳେ ତାର ସେଇ ଲମ୍ବା ଲମ୍ବା ଜିଭରେ ମୋ ବିଆକୁ ଚାଟୁଥିଲା, ମୋତେ ବହୁତ ଆରାମ ଲାଗୁଥିଲା। ମୁଁ ଭାବୁଥିଲି ଏମିତି ସେ ସବୁବେଳେ ଚାଟୁଥାଉ। ତାପରେ ମୁଁ ସେତେବେଳକୁ ଗିଆଁ ଖାଇବାକୁ ପୁରା ବ୍ୟସ୍ତ ହୋଇ ପଡ଼ିଲି। ମୁଁ ତାକୁ କହିଲି, ଗୋଟେ କାମ କର, ତୁ ମୋତେ ଏଥର ଘେହିବା ଆରମ୍ଭ କର। ଏଇ କଥା କହି ମୁଁ ତାର ବରମୁଣ୍ଡାଟିକୁ ଖୋଲିଦେଲି। ବରମୁଣ୍ଡା ଭିତରୁ ଗୋଟିଏ ଲମ୍ବା ବାଣ୍ଡ ବାହାରକୁ ବାହାରି ପଡ଼ିଲା। ସୁନ୍ଦର ବାଣ୍ଡଟିଏ, ଲମ୍ବା, ପୁରା ଗୋଲ ହେଇଥାଏ ଏବଂ ତାର ସେଇ ଲମ୍ବା ବାଣ୍ଡକୁ ଦେଖି ମୁଁ ପୁରା ଆଶ୍ଚର୍ଯ୍ୟ ହେଇଗଲି ଏବଂ ମଜା ବି ନେଉଥିଲି। ହାତରେ କିଛି ସମୟ ତା ବାଣ୍ଡକୁ ମୁଠେଇଲି। ତାପରେ କହିଲି, ଗୋଟେ କାମ କର, ଏଥର ମୋ ବିଆରେ ତୋ ବାଣ୍ଡକୁ ପଶା। ସେ ବି ସେୟା କଲା। ମୋତେ ତଳେ ଶୁଆଇ ଦେଇ ମୋର 2 ଟାଙ୍ଗକୁ ଉପରକୁ ଟେକି ଧରିଲା ଏବଂ ତାର ସେଇ ଲମ୍ବା ବାଣ୍ଡକୁ ମୋର ବିଆ ଭିତରେ ପଶେଇଲା। କପ୍ କପ୍ ଖଚ ଖଚ କରି ଘେହିଁ ଚାଲିଲା। ପାଖାପାଖି 15ରୁ 20 ମିନିଟ୍ ପର୍ଯ୍ୟନ୍ତ ସେ ଖାଲି ଘେହିଁ ଚାଲିଲା। ସେତେବେଳକୁ ମୋ ବିଆରୁ ସବୁ ରସ ବାହାରି ସାରିଥିଲା, କିନ୍ତୁ ଚାକର ଟୋକାର ବାଣ୍ଡରୁ ରସ ବାହାରି ନଥିଲା। ତେଣୁ ମୁଁ କ'ଣ କଲି ନା ମୋ ବିଆରୁ ତା ବାଣ୍ଡକୁ ବାହାର କରି ଆଣିଲି ଏବଂ ତା ବାଣ୍ଡରେ ମୋ ମୁହଁ ଲଗାଇ କିଛି ସମୟ ଚାଟିଲି। ମୋର ଗରମ ଜିଭର ସ୍ପର୍ଶ ଯେତେବେଳେ ତା ବାଣ୍ଡରେ ପଡ଼ିଲା, ପିଚକିନା ତା ବାଣ୍ଡରୁ ରସ ବାହାରିଗଲା। ଆମେ ସେଦିନ ବହୁତ ମଜା ନେଲୁ। ଏମିତି ରାତିରେ 2 ଥର ସେଦିନ ଆମେ ଗିଆଁ ଗିଁ ହେଇଥିଲୁ। ଏହାପରେ ମୁଁ ସବୁଦିନ ତା ପାଖରୁ ଗିଆଁ ଖାଉଥିଲି। କେମିତି ଖାଉଥିଲି ଏସବୁ ବିଷୟରେ ମୁଁ ଆପଣମାନଙ୍କୁ ପରବର୍ତ୍ତୀ ଭିଡ଼ିଓରେ କହିବି। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ, ତେବେ ଭିଡ଼ିଓକୁ ଲାଇକ୍ ଏବଂ ସେୟାର କରିବେ। ରହୁଛି, ପୁନର୍ବାର ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ନମସ୍କାର।